ଛୋଟିଆ ଗପଟିଏ କହୁ ଶୁଣୁ। ଜଣେ ଗୁରୁ ଆଉ ଜଣେ ତାଙ୍କର ଶିଷ୍ୟ ଥିଲେ। ସେ ଗୁରୁ ଶିଷ୍ୟ ଦିନେ ଏମିତି ରାସ୍ତାରେ ଯାଉ ଯାଉ ସନ୍ଧ୍ୟା ହେଇଗଲା। ସେ ରାତି ଯାପନ କରିବା ପାଇଁ ଗୋଟେ ସ୍ଥାନଟିଏ ଖୋଜୁଥିଲେ। ଚାରିପଟକୁ ନଜର ପକାଇ ଦେଖିଲେ ଗୋଟେ ଛୋଟିଆ କୁଟୀର ଅଛି। ସେଇଠିକି ଯିବା, ରାତି ବିସର୍ଜନ କରିବା, ୟା ଭାବି ସେ ସେଠିକି ଗଲେ। ଯାଇ କବାଟ ବାଡ଼େଇଲେ। କବାଟ ବାଡ଼େଇଲା ଫଳରେ ଜଣେ ଗରିବ କୃଷକ କବାଟ ଖୋଲିଲା। ଆଉ ଏମାନେ ତାକୁ ପଚାରିଲେ, କହିଲେ ଆମେ ଆଜି ରାତିରେ ରହିବା ପାଇଁ ଚାହୁଁଛୁ, ରାତି ହେଇଗଲାଣି, ଆମେ ତ ଆଉ ଆଗକୁ ଯାଇପାରିବୁନୁ, ଖାଇବା ପିଇବାର ଯଦି କିଛି ବ୍ୟବସ୍ଥା ଆପଣ କରିପାରିବେ ତାହେଲେ ବହୁତ ଭଲ ହୁଅନ୍ତା। ସେ ବହୁତ ଖୁସିରେ ଗଦଗଦ ହେଇ 2 ଜଣଙ୍କୁ ନିମନ୍ତ୍ରଣ କଲା ଘରକୁ। ଘରର ପରିସ୍ଥିତି ଦେଖିଲେ ଏମାନଙ୍କୁ ଦୁଃଖ ଲାଗୁଥାଏ, କାହିଁକିନା ଘରର ପରିସ୍ଥିତି ବେଶୀ ଭଲ ନଥିଲା। ଆଉ ସେଇ ସମୟରେ ଗୁରୁ କ'ଣ କଲେ ନା, ଟିକେ ପ୍ରାଙ୍ଗଣରେ ବୁଲି ଆସିଲେ। ବୁଲି ଆସିକି ପହଞ୍ଚିଲେ। ରାତ୍ରିର ଭୋଜନ ଯେତେବେଳେ ବଢ଼ାକୁଢ଼ା ହେଲା ଖାଦ୍ୟ, ସେତେବେଳେ ଗୁରୁ ପଚାରିଲେ, କହିଲେ ଆପଣଙ୍କ ଘର ସାମ୍ନାରେ ଗୋଟେ ବହୁତ ବଡ଼ ପଡ଼ିଆ ଅଛି। ସେ ପଡ଼ିଆର ଅବସ୍ଥା ଭାରି ଶୋଚନୀୟ। ସେ ପଡ଼ିଆଟିରେ କିଛି ଗଛ ପତ୍ର ନାହିଁ, ସବୁ ଶୁଖିଗଲାଣି। ଏମିତି କାହିଁକି ହେଇଛି? ଆପଣ ତ ଜଣେ କୃଷକ, ଆପଣ ଏଠି ଚଳୁଛନ୍ତି କେମିତି? ଆପଣ କ'ଣ କରନ୍ତି? ସେ କହିଲା, ନାଇଁ ମୁଁ ଚାଷ କରେନି, ମୋ ପାଖରେ ଗୋଟେ ଭଲ ଗାଈ ଅଛି। ସେ ଗାଈଟି କ୍ଷୀର ଦିଏ, ଏତେ କ୍ଷୀର ଦିଏ, ମୁଁ ସେ କ୍ଷୀର ଟିକେ ନେଇକି ବଜାରରେ ବିକେ, ସେଇ ପଇସାରେ ମୁଁ ଚଳେ। ଆଉ ମୋର ଆବଶ୍ୟକତା ପଡ଼ିନି, ମୁଁ ତେଣୁକରି ସେ ଚାଷ ଜମି ଆଡ଼କୁ ଧ୍ୟାନ ଦେଇନି। ଖାଇବା ପିଇବା ସଇଲା। ଗୁରୁ ଆଉ ଶିଷ୍ୟ ଶୋଇଲେ ରାତିରେ। ଠିକ୍ ମଝିରାତି ହେଇଛି। ଗୁରୁ ଉଠିଲେ। ଉଠିକି ଶିଷ୍ୟଙ୍କୁ କହିଲେ, ବାବା ଚାଲ ଆମେ ପଳେଇବା, ଏଠୁ ପଳେଇବା, ଆଉ ଗଲାବେଳେ ସାଙ୍ଗରେ ସେ ଗାଈଟି ନେଇଯିବ। ଶିଷ୍ୟ ଆଶ୍ଚର୍ଯ୍ୟ ହେଲା, ଗାଈଟି ନେଇଯିବ? ସେ ଗରିବ ଲୋକଟି କ'ଣ କରିବ? ଆମକୁ ରାତିରେ ରଖିବା ପାଇଁ ଜାଗା ଦେଲା, ଖାଇବା ଦେଲା, ତାପରେ ବି ଆମେ ଗାଈ ନେଇଯିବା? ଶିଷ୍ୟ କିନ୍ତୁ ଗୁରୁଙ୍କୁ କିଛି କହିପାରିବନି। ତାଙ୍କ କଥା ମାନି ଗାଈଟିକୁ ଧରି ଗୁରୁ ଶିଷ୍ୟ 2 ଜଣ ପଳେଇଲେ, ତାଙ୍କ ଆଶ୍ରମକୁ ପଳେଇଲେ। ବହୁତ ଦିନ ପରେ ଦିନ ଏମିତି ଗଡ଼ି ଚାଲିଲା। ଗୁରୁ ଆଉ ସେ ବିଷୟରେ କିଛି କୁହନ୍ତିନି। ଶିଷ୍ୟ ମନ ଭିତରେ କିନ୍ତୁ ସେ ଦ୍ୱନ୍ଦ୍ୱଟି ସବୁବେଳେ ରହିଲା ଯେ ଆମେ ଗୋଟେ ଗରିବ ଲୋକର ଗାଈକୁ ରାତିରେ ଚୋରି କରିକି ଆଣିଛୁ, ସେ ଗାଈଟି ଆମ ପାଖରେ ଅଛି, ସେ ଲୋକଟି ଚଳୁଥିବ କେମିତି? କାହିଁକିନା ସେ ସେଦିନ ରାତିରେ କହିଥିଲା ମୁଁ ସେ ଗାଈ କ୍ଷୀରରୁ ହିଁ ଚଳୁଛି। ସେ ଚଳୁଥିବ କେମିତି? ଏକ ମନକୁ ଭାରି କଷ୍ଟ ଦିଏ। ଆଉ ଏ ଯେଉଁ ଜିନିଷଟା ଏମାନେ କରିଛନ୍ତି, ନିଜକୁ ବି ସେ ଭାରି ଅନୁତପ୍ତ ମନେ କରେ। କ'ଣ ହେଲା ନା, ଦିନେ ଶିଷ୍ୟ ଗୁରୁଙ୍କୁ ନ କହି ଚାଲିଗଲା। କହିଲା, ଯାଉଛି, ଆଜି ମୁଁ ଦେଖିବି ସେ ଲୋକ କ'ଣ ଆକ୍ଚୁଆଲି ବର୍ତ୍ତମାନ ପରିସ୍ଥିତି ତାର କ'ଣ। ସେ ସେଠିକି ପହଞ୍ଚିଲା ପରେ ଦେଖିଲା ସେ କୁଟୀର ଆଉ ନାହିଁ। କୁଟୀର ଜାଗାରେ ଗୋଟେ ବଡ଼ ପକ୍କା ଘର ହେଇଯାଇଛି। ଆଗରେ ଫୁଲ ଫଳ ପନିପରିବାର ଭଣ୍ଡାର ସବୁ ଲାଗିଛି। ଲୋକବାକ ସବୁ ଆସୁଛନ୍ତି, ସବୁ ଯେଝା ଫୁଲ ଫଳ ପନିପରିବା ସବୁ ନେଇକି ଯାଉଛନ୍ତି। ଇଏ ଯାଇକି ଯେଠି ପଚାରିଲା, କହିଲା ଏଇଠି ଜଣେ ଗରିବ ଲୋକ ରହୁଥିଲେ, ସେ ଅଛନ୍ତି କି? ସେ ପାଖ ଲୋକ କହିଲେ, ନାଇଁ ସେ ଗରିବ ଲୋକ ନୁହେଁ, ସେ ଧନୀ ଲୋକ, ସେ ସେଇଠିକି ଯାଉନାହାନ୍ତି, ସେ ସେଇଠି ଅଛନ୍ତି। ଇଏ ଯାଇକି ତାଙ୍କ ସହିତ ଦେଖା କଲା, ତାଙ୍କ ପରିଚୟ ଦେଲା। କହିଲା, ଏମିତି ବହୁତ ଦିନ ତଳେ ମୁଁ ରାତିରେ ଥରେ ଆସିଥିଲି, ମୋ ଗୁରୁଙ୍କ ସହିତ ଆପଣଙ୍କ ସହିତ ରାତିରେ ମୁଁ ରାତି ଯାପନ କରିଥିଲି। ସେ ଲୋକ କହିଲା, ହେ ପ୍ରଭୁ, ଆପଣ ଆସିଛନ୍ତି ଆମ ପାଖକୁ, ମୁଁ ଧନ୍ୟ ହେଇଗଲି। ସେଦିନ ରାତିରେ ଏମିତି ଗୋଟେ ଆଶ୍ଚର୍ଯ୍ୟକର ଘଟଣା ଘଟିଲା, ତାପରେ ମୋ ଜୀବନ ପୁରା ପରିବର୍ତ୍ତନ ହେଇଗଲା। ଇଏ କହିଲା, ଭାଇ ଆମେ ତ ଗାଈ ଚୋରି କରିନେଲୁ। ଇଏ ମନେ ମନେ ଭାବୁଛନ୍ତି, କ'ଣ ହେଲା, ଏ କ'ଣ ଏମିତି ଗୁରୁ ତାଙ୍କର କ'ଣ କରିଦେଇ ଗଲେ କି? କହିଲା, କ'ଣ ହେଇଥିଲା ସେଦିନ ରାତିରେ? ନା, ମୁଁ ସକାଳେ ଉଠିଲା ବେଳକୁ ଦେଖିଲି ଆପଣ 2 ଜଣ ତ ପଳେଇଛନ୍ତି, ମୋ ଗାଈ କୁଆଡ଼େ ହଜିଯାଇଛି। ମୁଁ ଗାଈକି ବହୁତ ଜାଗା ଖୋଜିଲି, ଭାରି ମନ ଦୁଃଖରେ ରହିଲି, କିନ୍ତୁ ଗାଈ ଆଉ ପାଇଲି। କିନ୍ତୁ ବଞ୍ଚିବା ପାଇଁ ମୋ ପାଖରେ ଗୋଟିଏ ମାଧ୍ୟମ ଥିଲା, ସେ ଗାଈ। ମୁଁ ଯେତେବେଳେ ଆଉ କିଛି ପାଇଲିନି, ମୁଁ ବାଧ୍ୟ ହେଇକି କ'ଣ କଲି ନା, ଜଙ୍ଗଲକୁ ଗଲି, ଜଙ୍ଗଲରୁ କାଠ କାଟିଲି। ସେ କାଠ ଆଣି ମୁଁ ସହରରେ ବିକିଲି। ସେଥିରେ ଯେଉଁ ମାତ୍ରାରେ କିଛି ମାତ୍ରାରେ ମଞ୍ଜି ପାଇଲି, ମୁଁ ସେ ମଞ୍ଜିଟିକୁ ଆଣିକି ମୁଁ ଏଇ କ୍ଷେତରେ ପକେଇଲି। ଆଉ ଧୀରେ ଧୀରେ ବର୍ଷ ପରେ ବର୍ଷ ଇଏ କ୍ଷେତ ଏମିତି ମୋତେ ଫଳ ଦେଲା ଯେ ମୁଁ ବର୍ତ୍ତମାନ ଇଏ ସହରର ସବୁଠୁ ବଡ଼ ଫଳ ବେପାରୀ। ତେଣୁକରି ମୋତେ ଲାଗେ ଯେ ମୁଁ ସେଇଦିନ ରାତିରେ ଆପଣମାନେ ଯେଉଁ ଆସିଥିଲେ, ସେଇଦିନ ରାତିଟା ମୋତେ ମୋ ଜୀବନକୁ ପରିବର୍ତ୍ତନ କରିଦେଲା। ଶିଷ୍ୟ ଆଶ୍ଚର୍ଯ୍ୟ ହେଲା, କହିଲା, କ'ଣ ଏମିତି ଗୋଟେ ପରିବର୍ତ୍ତନ ହେଇଛି? ମୁଁ ତ ଅନୁତପ୍ତ ଯେ ଆମେ ତ ଗାଈ ଚୋରି କରି ନେଇକି ଯାଇଥିଲୁ। ସେ ଆଉ ସେଠି କିଛି କହିଲାନି, ସେଠୁ ପଳେଇ ଆସିଲା। ଆସିକି ଆଶ୍ରମରେ ପହଞ୍ଚିଲା, ଗୁରୁଙ୍କୁ ଦେଖା କଲା, ଆଉ ଗୁରୁଙ୍କୁ ପଚାରିଲା, କହିଲା, ଗୁରୁ, ମୁଁ ଯାଇଥିଲି ସେ ଲୋକ ଘରକୁ, ସେ ଲୋକର ପରିବର୍ତ୍ତନ ଏବେ ଏମିତି ମାତ୍ରାରେ ହେଇଛି,
ତ ଆପଣ ସେଦିନ କ'ଣ ଜାଣିକି ଗାଈ ଚୋରି କରିଥିଲେ ନା କ'ଣ ଆକ୍ଚୁଆଲି ମାନେ ଭିତରର ରହସ୍ୟ କ'ଣ? ଗୁରୁ କହିଲେ ସେ ଲୋକ ପାଖରେ ପୋଟେନ୍ସିଆଲ ଥିଲା କିଛି କରିବାର, କିନ୍ତୁ ତା ଆଳସ୍ୟ ଆଉ ତାର ଚିନ୍ତାଧାରା ଏତେ ସୂକ୍ଷ୍ମ ହେଇଯାଇଥିଲା ଯେ ସେ ଚାହୁଁନଥିଲା ଯେ ଆଉ କିଛି ଏକ୍ସଟ୍ରା ଇଫୋର୍ଟ ଦେବା ପାଇଁ ତା ଜୀବନରେ, ଯୋଉଟାକି ତାକୁ ବାଧା ଦେଉଥିଲା ତା ଉନ୍ନତିରେ। ମୁଁ ତାକୁ ପରିଲକ୍ଷିତ କଲି ଯେ ଯଦି ଇଏ ତାର ମୂଳ ଏଇ ମାଧ୍ୟମଟି ହେଉଛି ଗାଈ, ଯଦି ସେଇଠି ତା ପାଖରୁ ଦୂରେଇ ଯାଏ ସେ କମ୍ଫର୍ଟ ଜୋନ୍ରୁ ବାହାରି ଆସିବ। ଆଉ ସେ କମ୍ଫର୍ଟ ଜୋନ୍ରୁ ଯଦି ଗୋଟେ ମଣିଷ ବାହାରି ଆସେ ସେ କ'ଣ କରିଦେଇ ପାରିବ ସେ ଜିନିଷଟା ତମ ସାମ୍ନାରେ ହିଁ ଅଛି। ଆଉ ଶିଷ୍ୟ ଏକଥା ଦେଖିକି ଆଶ୍ଚର୍ଯ୍ୟ ହେଲେ। ତେଣୁକରି ଭାବନ୍ତୁ ସବୁବେଳେ ସମସ୍ତଙ୍କର ଗୋଟେ କମ୍ଫର୍ଟ ଜୋନ୍ ଥାଏ, ମୁଁ ଏତିକି ସୀମିତ ଜୀବନ ହିଁ ବଞ୍ଚିଯିବି। କିନ୍ତୁ ଯଦି ସେଇ କମ୍ଫର୍ଟ ଜୋନ୍ରୁ ବାହାରି ଆପଣ ପରିଶ୍ରମ କରନ୍ତି, ଅଧ୍ୟବସାୟ କରନ୍ତି, ତାହେଲେ ନିଶ୍ଚିତ ଭାବରେ ଫଳ ଆପଣଙ୍କୁ ଅପେକ୍ଷା କରିଛି। এইভাবে সুন্দর সুন্দর গপ দেখা চ্যানেলটিকে লাইক আর সবসক্রাইব করে দিও। দেখা হব পুଣି ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତେ ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ।